ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 30 ଏପ୍ରିଲ ଫାର୍ଷ୍ଟ ସିଫ୍ଟରେ ଯେତକ ବି ଆମର ଓଡ଼ିଆ ଗ୍ରାମାର କୋଶ୍ଚିନ୍ ଆସିଥିଲା ସେସବୁ ଡିସ୍କସନ୍ କରିବା। ଏହା ପୂର୍ବରୁ ମୁଁ ମଧ୍ୟ ବହୁତ ସାରା ପିଆଇକ୍ୟୁ କୋଶ୍ଚିନ୍ ଡିସ୍କସନ୍ କରିନେଇଛି। ଯଦି ଆପଣ ଦେଖିନାହାନ୍ତି ଡିସ୍କ୍ରିପ୍ସନରେ ପ୍ଲେଲିଷ୍ଟ ଲିଙ୍କ୍ ଦେଇଦେବି, ଚେକ୍ କରିନେବେ। ଓକେ, ଦେଖନ୍ତୁ ଆମର ପ୍ରଥମ ପ୍ରଶ୍ନ ଦେଇଛି ବିରୂପ। ବିରୂପ ଶବ୍ଦଟି ଆମର କିପରି ତିଆରି ହେଇଛି? ତ ଦେଖନ୍ତୁ, ବି ଯୁକ୍ତ ରୂପ, এইটা ଆମର ଉପସର୍ଗ ଚାପ୍ଟରରୁ ଆସିଛି। ତେଣୁ ଉପସର୍ଗରୁ 2ରୁ 3ଟି କୋଶ୍ଚିନ୍ ଆସୁଛି, ଆପଣମାନେ ଟିକେ ଭଲସେ ଦେଖିନେବେ। ଛାଇ ନ ମାଡ଼ିବା, এই ରୂଢ଼ିର ଅର୍ଥ କ'ଣ? ସବୁ ସମ୍ପର୍କ ଛିନ୍ନ କରିବା ବା ସମ୍ପର୍କ ନ ରଖିବା। 12 ମାସ 13 ପର୍ବ, ଏଠି 12ଟା କି ପ୍ରକାର ବିଶେଷଣ? ବିଶେଷଣ ଆମର କେତେ ପ୍ରକାର? 8 ପ୍ରକାର। ବିଶେଷ୍ୟର ବିଶେଷଣ, କ୍ରିୟା ବିଶେଷଣ, ଅବସ୍ଥାବାଚକ ବିଶେଷଣ, ଗୁଣବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ତାପରେ ସଂଖ୍ୟାବାଚକ ବିଶେଷଣ, ପୂରଣବାଚକ ବିଶେଷଣ। ଏହିପରି ଦେଖନ୍ତୁ, ଏଠି 12ଟା କ'ଣ? ଗୋଟେ ସଂଖ୍ୟା, ତେଣୁ ଏଇଟା ହେବ ସଂଖ୍ୟାବାଚକ ବିଶେଷଣ। ଲେଖା ସରିଲା, ଲେଖାଟା କି ପ୍ରକାର ବିଶେଷ? ଲେଖାଟା ଆମର କ'ଣ? ଗୋଟେ କ୍ରିୟା। କ'ଣ ସରିଲା? ଲେଖା ସରିଲା, ତେଣୁ କ୍ରିୟାବାଚକ ବିଶେଷ୍ୟ। ତାପରେ ଉଠୁ ଉଠୁ, এটা কি প্রকার প্রক্রিয়া? কেউ প্রক্রিয়া ক্রিয়া? অস্বাভাবিক ক্রিয়া। দেখুন, উঠু উঠু দ্বারা বাক্য সমাপ্ত হচ্ছে কি? সে উঠু উঠু পড়িগলা, বাক্য সমাপ্ত হউনি উঠু উঠু যোগু, তেণু এইটা অস্বাভাবিক ক্রিয়া। যে পড়িগলা, পরীক্ষার পড়িব, পড়িগলাটা কি প্রকার ক্রিয়া? এটা সাময়িক ক্রিয়া। তারপরে ଏହା ଭିତରୁ କୋଉଟା ସ୍ୱର ସନ୍ଧି? ଦେଖନ୍ତୁ, এইটাରେ ପରୀକ୍ଷାରେ ଭୁଲ ଆନ୍ସର ଦେଇଛି। ଦେଖନ୍ତୁ, ନିଯୁକ୍ତ ଗତ, এটা କେଉଁ ସନ୍ଧି କହିଲେ? ବିସର୍ଗ ସନ୍ଧି, କାରଣ ବିସର୍ଗ ଚିହ୍ନ ଅଛି। ଉତ ଘାଟନ, এইটা ଆମର ବ୍ୟଞ୍ଜନ ସନ୍ଧି। ତାପରେ କମଳ ଯୁତ ଆସନ, এইটা ହେବ ଆମର ସ୍ୱର ସନ୍ଧି। କମ୍ବଳ ଯୁତ ଆସନ, କମଳାସନ ହେଲା। ତାପରେ ବିପର୍ଯ୍ୟୁତ ଜନକ, ବିପଜ୍ଜନକ, এইটা ମଧ୍ୟ ବ୍ୟଞ୍ଜନ ସନ୍ଧି। ଇହ, ଇହର ବିପରୀତ କ'ଣ ହେବ? ପର ହେବ। ଗତର ଆଗତ, ସ୍ୱର୍ଗର ମତ୍ୟ। ଅନ୍ୟ ମନା, ଅନ୍ୟ ମନାର ବିପରୀତ ଶବ୍ଦ କ'ଣ ହେବ? କ'ଣ ହେବ? ଅନନ୍ୟ ମନା। ତାପରେ ଆ ବଳଦ ମତେ ବିନ୍ଧ, ଆ ବଳଦ ମତେ ମାର ବା ଆ ବଳଦ ମତେ ବିନ୍ଧ, এই ରୂଢ଼ିର ଅର୍ଥ କ'ଣ? ବିପଦକୁ ଡାକି ଆଣିବା। ତାପରେ ଦେଖନ୍ତୁ, ଏଠି ଗୋଟେ ଅଛି ଭୟ ନ କରିବା, ବଳଦର ପ୍ରିୟ ହେବା, ଉପଯୋଗ ନ ପାଇଁ। ଆ ଭିତରୁ କିଛି ବି ରୂଢ଼ି ନୁହଁ ହେଲା। ତେଣୁ ଗୋଟେ ପିଲା ସେମିତି ବି ଅନୁମାନ କରି କରିପାରିବ। ମୁହୁ ମୁହୁ, ସନ୍ଧି କିପରି ହେବ? ମୁହୁ ଯୁତ ମୁହୁ, ଏଇଟା ପଚାରିବ କି ପ୍ରକାର ସନ୍ଧି? ବିସର୍ଗ ସନ୍ଧି। ତାପରେ ଦଦରା ନାଁଟି ନଈରେ ବୁଡ଼ିଗଲା, ଏଠି ଦଦରା। ଦେଖନ୍ତୁ, ଦଦରାଟା କହିଲେ କାହାକୁ ବିଶେଷ କରୁଛି? ସମସ୍ତେ ଜାଣିଛନ୍ତି ଏଇଟା ଗୋଟେ ଅବସ୍ଥାକୁ ବିଚଉଛି। ତେଣୁ ଦଦରାଟା ଆମର କେଉଁ ପ୍ରକାର ବିଶେଷଣ? ଅବସ୍ଥାବାଚକ ବିଶେଷଣ। ଦୁର୍ଘଟଣାରେ ବାପାଙ୍କୁ ହରାଇବା ପରେ ବି ପିଲାଟି ଡ୍ୟାସ୍ ସମସ୍ତ ଦାୟିତ୍ୱ ସମାପନ କଲା, କ'ଣ ହେବ? ଛାତିକୁ ପଥର କରି। ଛାତିକୁ ପଥର କରିର ରୂଢ଼ିର ଅର୍ଥ କ'ଣ ହେବ? ନା ଧୈର୍ଯ୍ୟ ଧରିବା ହେଲା, ଧୈର୍ଯ୍ୟ ଧରିବା। ତାପରେ ଏଠି ଅଛି ରକ୍ତ ଚାଉଳ ଚୋବେଇବା, ତା ଅର୍ଥ କ'ଣ? ରାଗରେ ଜର୍ଜରିତ ହେବା। ଘୋଡ଼ାର ସଂସ୍କୃତ ରୂପ କ'ଣ ହେବ? ଗୋଟକ ହେବ। ଗର୍ଦ୍ଧର୍ବ, ଗର୍ଦ୍ଧର, ଗର୍ଦ୍ଧର ଯେଉଁ ତଦ୍ଭବ ରୂପ, ଯେଉଁ ସଂସ୍କୃତ ରୂପ ହେବ ଗର୍ଦ୍ଧର୍ବ, ଗର୍ଦ୍ଧର। ନଈ, ନଈର ସଂସ୍କୃତ ଶବ୍ଦ କ'ଣ ହେବ? ନଦୀ। ଫଟା କପାଳ କ'ଣ ହେବ? ମନ୍ଦଭାଗ୍ୟ, ବୃଥା ପରିଶ୍ରମ, କୁହୁଡ଼ି ପହଁରିବା। ଆମେ ଯେତେବେଳେ ଅନ୍ୟମାନଙ୍କ ସହିତ ଲେଖାଲେଖି କରି ନିଜର ଭାବ ବିନିମୟ କରୁ, ଦେଖନ୍ତୁ, ଆମେ କୌଣସି ଜିନିଷ ଲେଖୁଛେ। ମୁଁ ଲେଖିଲି ରାମ, ଏଇଟାକୁ କ'ଣ କୁହାଯାଏ? ଲିଖିତ ରୂପ। ମୁଁ ଯେଉଁ କହିଲି ରାମ, ଏଇଟାକୁ କ'ଣ କୁହାଯାଏ? ବର୍ଣ୍ଣ ହେଲା। ନିଷ୍କର୍ବ, ନିଷ୍କର୍ବର ବିପରୀତ କ'ଣ ହେବ? ଉଜ୍ଜଳ। ବାକ୍ୟରେ କ୍ରିୟାପଦ କାହା ଅନୁସାରେ ବସେ? ଦେଖନ୍ତୁ, ବାକ୍ୟରେ ଯେଉଁ କ୍ରିୟାପଦ ରହିଛି ସେ କାହା ଅନୁସାରେ ବସିବ? କର୍ତ୍ତା ଅନୁସାରେ ବସିବ, ବଚନ ପୁରୁଷ ଅନୁସାରେ ବସିବ, କାଳ ଓ ଭାବ ଅନୁସାରେ ବସିବ। ଗୋଟେ ଏକ୍ଜାମ୍ପଲ ଦେଉଛି, ରାମ କାଲି ବଜାର ଯାଇଥିଲା ହେଲା। ରାମ କାଲି ବଜାର ଯାଇଥିଲା। ଦେଖନ୍ତୁ,
ଏଠି କ୍ରିୟାପଦ କିଏ ଅଛି ଯାଇଥିଲା। ଯାଇଥିଲାଟା ଯେଉଁ ଆମେ ବ୍ୟବହାର କଲେ ରାମ ପାଇଁ ବ୍ୟବହାର କଲେ। ଦେଖନ୍ତୁ ମୁଁ ଯଦି ଏଠି କହିଥାନ୍ତି ସେମାନେ, ସେମାନେ କାଲି ବଜାର ଯାଇଥିଲା, ଏଠି କ'ଣ ମୁଁ ବ୍ୟବହାର କରିଥାନ୍ତି ଯାଇଥିଲା ଆଲି, ଏଠି ବ୍ୟବହାର କରିଥାନ୍ତି ଯାଇଥିଲେ। ଦେଖନ୍ତୁ ଏଠି କର୍ତ୍ତା ବ୍ୟବହାର ବ୍ୟବହୃତ ହେଉଛି, ବଚନ ଭିତରେ ବ୍ୟବହୃତ ହେଉଛି, କାଳ ଭାବତରେ ମଧ୍ୟ ବ୍ୟବହୃତ ହେଉଛି, ତେଣୁ ସବୁ ପାଇଁ ବ୍ୟବହୃତ ହେଉଛି। ଲଢ଼େଇ, ଖେଳ, ପଢ଼ିବା, ଖେଳାଳି, ଏ ଭିତରୁ କେଉଁଟା ଅଲଗା? ଖେଳାଳି। ଖେଳାଳିଟା ହେଉଛି ଆମର ଜାତିବାଚକ ବିଶେଷ୍ୟ। ତାପରେ ଲଢ଼େଇ, ପଢ଼ିବା, ଖେଳ ହେଉଛି କ୍ରିୟାବାଚକ ବିଶେଷ୍ୟ। ହାତ କରିବା କ'ଣ? କୌଶଳରେ ଆୟତ୍ତ କରିବା। ଦେଖନ୍ତୁ ଏଠି ଗୋଟେ ଅଛି ଲୋଲୁପ ଦୃଷ୍ଟି ପକାଇବା, ଏଟା ହେଉଛି କ'ଣ ନା ଆଖି ପକାଇବା ହେଲା। ତାପରେ ଏଠି ଅଛି ସାଲିସ କରିବା, ଯାହା ସାହାଯ୍ୟରେ କାର୍ଯ୍ୟ କରିବା, ଯାହା ସାହାଯ୍ୟରେ କାର୍ଯ୍ୟ ଶୁରୁ କରିବା ବା ସମାପ୍ତ କରିବା। ପ୍ରଯୁଜ୍ୟ, ପ୍ରଯୁଜ୍ୟର କେମିତି ତିଆରି ହେଇଛି କହିଲେ ପ୍ର ଯୁକ୍ତ ଯୁଜ୍ ଯୁକ୍ତ ତ। ଦେଖିପାରୁଥିବେ ଉପସର୍ଗରୁ 3ଟା କ୍ୱେଶ୍ଚିନ୍ ଆସିଲାଣି। ତାପରେ ଅର୍ଜୁନର ପ୍ରତିଶବ୍ଦ କୋଉଟା? କୋଉଟା? ସବ୍ୟସାଚୀ। ତାପରେ ସୁଧାକାର, ସୁଧାକାର ସନ୍ଧି କେମିତି ହେଇଛି? ସୁଧା ଯୁକ୍ତ ଆକାର, ଏଟା ହେଉଛି ସ୍ୱର ସନ୍ଧି। ନିମ୍ନୋକ୍ତ ମଧ୍ୟରୁ କେଉଁଟା କୃଷ୍ଣର ପ୍ରତିଶବ୍ଦ ନୁହଁ? ତ କେଉଁଟା? ଦେଖନ୍ତୁ କୃଷ୍ଣଙ୍କୁ ବାସୁଦେବ ବୋଲି ଡକାଯାଏ, କିନ୍ତୁ ତାହା ମାନେ ନୁହେଁ ଯେ କୃଷ୍ଣଙ୍କର ପ୍ରତିଶବ୍ଦ ବାସୁଦେବ ହେଲା। ଗୋବିନ୍ଦ କୃଷ୍ଣଙ୍କର, କେଶବ, ଅଚ୍ୟୁତ, କିନ୍ତୁ ବାସୁଦେବ କୃଷ୍ଣଙ୍କର ନୁହଁ। ଆଉ ବାସୁଦେବ ତ ଆପଣ ଜାଣିଛନ୍ତି, କୃଷ୍ଣଙ୍କର ବାପା ହେଉଛନ୍ତି ବାସୁଦେବ। ତାପରେ ନିମ୍ନୋକ୍ତ ମଧ୍ୟରୁ ପରାଜୟର ସଠିକ ଗଠନ ରୀତି କ'ଣ? ପରା ଯୁକ୍ତ ଜି ଯୁକ୍ତ ଅ, ପରାଜୟ, ପରା ଯୁକ୍ତ ଜି ଯୁକ୍ତ ଅ। ତ ଫ୍ରେଣ୍ଡ ଇଏ ଥିଲା 30 ଏପ୍ରିଲ ଫାର୍ଷ୍ଟ ସିଫ୍ଟର ଓଡ଼ିଆ ଗ୍ରାମାର କ୍ୱେଶ୍ଚିନ୍। ଭାବୁଛି ଆପଣଙ୍କର 25ରୁ 22+ ତ ଥିବ। କେତେ କ'ଣ ରହିଲା ଜରୁର କମେଣ୍ଟ କରି କହିବେ। ଭିଡ଼ିଓ ଭଲ ଲାଗୁଛି କାଇଣ୍ଡଲି ଭିଡ଼ିଓକୁ ଲାଇକ୍ କରିଦେବ। ଆଗକୁ ଏହିପରି ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।